ଏହି ଭିଡିଓରେ ଆଜି ଆମେ ଖାରବେଳଙ୍କର 50ଟି MCQ ଡିସ୍କସନ କରିବା। ଏହି ପିଡିଏଫଟିକୁ ଡାଉନଲୋଡ କରିବା ପାଇଁ ଟେଲିଗ୍ରାମ ଗ୍ରୁପର ଲିଙ୍କ ଡିସ୍କ୍ରିପ୍ସନ ବକ୍ସରେ ରହିଛି, ସେଠି ଯାଇ ଡାଉନଲୋଡ କରିପାରିବେ। ପ୍ରଥମ ନମ୍ବର କ୍ୱେଶ୍ଚନରୁ ଆରମ୍ଭ କରିବା। 1 ନମ୍ବର ପ୍ରଶ୍ନ ହେଉଛି ହୁ ୱାଜ ଖାରବେଳ? ଖାରବେଳ କିଏ? ରାଇଟ୍ ଆନ୍ସର ଇଜ ଅପସନ ନମ୍ବର ସି, ଏ ଚେଦିଂ କିଙ୍ଗ ଅଫ କଳିଙ୍ଗ। Question number 2. The Hathigumpha inscription of Kharavela is located at which place? ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ କେଉଁଠାରେ ଅବସ୍ଥିତ? ଏହାର ସଠିକ ଆନ୍ସର ହେଇଯିବ ଅପସନ ନମ୍ବର ଏ, ଉଦୟଗିରି ଅବସ୍ଥିତ। Question number 3. How many lines are there in the ହାତୀଗୁମ୍ଫା inscription? ହାତୀଗୁମ୍ଫା ଶିଳାଲେଖରେ କେତୋଟି ଲାଇନ ରହିଛି? ରାଇଟ୍ ଆନ୍ସର ଇଜ ଅପସନ ନମ୍ବର ସି, 17ଟି ଲାଇନ ରହିଛି। Question number 4. In which script is the ହାତୀଗୁମ୍ଫା inscription written? ହାତୀଗୁମ୍ଫା ଶିଳାଲେଖ କେଉଁ ଲିପିରେ ଲେଖାଯାଇଥିଲା? ରାଇଟ୍ ଆନ୍ସର ଇଜ ଅପସନ ନମ୍ବର ଏ, ବ୍ରାହ୍ମୀ ସ୍କ୍ରିପ୍ଟରେ ଲେଖାଯାଇଥିଲା। Question number 5. ଖାରବେଳ belong to which dynasty? ଖାରବେଳ କେଉଁ ବଂଶର ଜନ୍ମ ନେଇଥିଲେ? ରାଇଟ୍ ଆନ୍ସର ଇଜ ଅପସନ ନମ୍ବର ବି, ଚେଦି ବଂଶରେ। Question number 6. According to ହାତୀଗୁମ୍ଫା inscription, in which year of his reign did ଖାରବେଳ repair the fort of କଳିଙ୍ଗ? ହାତୀଗୁମ୍ଫା ଶିଳାଲେଖ ଅନୁସାରେ ରାଜ୍ୟର କେତେତମ ବର୍ଷରେ ଖାରବେଳ କଳିଙ୍ଗର ଏକ କୋର୍ଟ ପୁନର୍ନିର୍ମାଣ କରିଥିଲେ? ରାଇଟ୍ ଆନ୍ସର ଇଜ ଅପସନ ନମ୍ବର ବି, ସେକେଣ୍ଡ ଇୟରରେ। Question number 7. Which king did ଖାରବେଳ defeat in his southern campaign? ଦକ୍ଷିଣ ଅଭିଯାନରେ ଖାରବେଳ କେଉଁ ରାଜାଙ୍କୁ ପରାଜିତ କରିଥିଲେ? ରାଇଟ୍ ଆନ୍ସର ଇଜ ଅପସନ ନମ୍ବର ଏ, ସାତବାହନ କିଙ୍ଗଙ୍କୁ। Question number 8. Which northern ruler was armed by ଖାରବେଳ expedition? ଖାରବେଳଙ୍କ ଉତ୍ତର ଅଭିଯାନରେ କେଉଁ ଉତ୍ତରୀୟ ରାଜା ଭୀତିଗ୍ରସ୍ତ ହୋଇଥିଲେ? ରାଇଟ୍ ଆନ୍ସର ଇଜ ଅପସନ ନମ୍ବର ଏ, ପୁଷ୍ୟମିତ୍ର ଶୁଙ୍ଗ। Question number 9. In which year of his reign did ଖାରବେଳ send a ଜୈନ image to ମଥୁରା? ରାଜ୍ୟରେ କେତେତମ ବର୍ଷରେ ଖାରବେଳ ମଥୁରାକୁ ଜୈନ ମୂର୍ତ୍ତି ପଠାଇଥିଲେ? ରାଇଟ୍ ଆନ୍ସର ଇଜ ଅପସନ ନମ୍ବର ସି, 10th ଇୟରରେ। Question number 10. What title did ଖାରବେଳ assume? ଖାରବେଳ କେଉଁ ଉପାଧି ଗ୍ରହଣ କରିଥିଲେ? ରାଇଟ୍ ଆନ୍ସର ଇଜ ଅପସନ ନମ୍ବର ବି, ମହାରାଜାଧିରାଜ ଉପାଧି। Question number 11. In which year did ଖାରବେଳ provide entertainment through dance and music festivals? କେତେତମ ବର୍ଷରେ ଖାରବେଳ ନୃତ୍ୟ ସଙ୍ଗୀତ ଉତ୍ସବ ମାଧ୍ୟମରେ ଲୋକମାନଙ୍କୁ ମନୋରଞ୍ଜନ କରିଥିଲେ? ରାଇଟ୍ ଆନ୍ସର ଇଜ ଅପସନ ନମ୍ବର ସି, 6th ଇୟରରେ। Question number 12. ଖାରବେଳ is known for spreading which religion? ଖାରବେଳ କେଉଁ ଧର୍ମର ପ୍ରସାର କରିଥିଲେ? ରାଇଟ୍ ଆନ୍ସର ଇଜ ଅପସନ ନମ୍ବର ବି, ଜୈନ ଧର୍ମର। Question number 13. Who was the wife of ଖାରବେଳ? ଖାରବେଳଙ୍କ ସ୍ତ୍ରୀଙ୍କ ନାମ କଣ ଥିଲା? ରାଇଟ୍ ଆନ୍ସର ଇଜ ଅପସନ ନମ୍ବର ଏ, ଏ ପ୍ରିନ୍ସେସ୍ ଫ୍ରମ୍ ବିଦର୍ଭ। Question number 14. In which year did ଖାରବେଳ make irrigation arrangement? କେତେତମ ବର୍ଷରେ ଖାରବେଳ ସିଞ୍ଚାଇ ବ୍ୟବସ୍ଥା କରାଇଥିଲେ? ରାଇଟ୍ ଆନ୍ସର ଇଜ ଅପସନ ନମ୍ବର ସି, 8ମ ବର୍ଷରେ। Question number 15. What was the original capital of ଖାରବେଳ? ଖାରବେଳଙ୍କ ମୂଳ ରାଜଧାନୀ କେଉଁଠାରେ ଥିଲା? ରାଇଟ୍ ଆନ୍ସର ଇଜ ଅପସନ ନମ୍ବର ବି, କଳିଙ୍ଗ ନଗରରେ ଥିଲା। Question number 16. ଖାରବେଳ claimed to have repaired which canal for agriculture? ଖାରବେଳ କୃଷି ପାଇଁ କେଉଁ ନାଳକୁ ପୁନଃନିର୍ମାଣ କରିଥିଲେ? ରାଇଟ୍ ଆନ୍ସର ଇଜ ଅପସନ ନମ୍ବର ଏ, କଳିଙ୍ଗ ଜଳନାଳକୁ। Question number 17. In his 7th year ଖାରବେଳ sent his army toward which region? ସପ୍ତମ ବର୍ଷରେ ଖାରବେଳ କେଉଁ ଅଞ୍ଚଳକୁ ସେନା ପଠାଇଥିଲେ? ରାଇଟ୍ ଆନ୍ସର ଇଜ ଅପସନ ନମ୍ବର ସି, ନର୍ଥ ଇଣ୍ଡିଆକୁ। Question number 18. Which king attack on ମଗଧ was stopped by ଖାରବେଳ strength? ମଗଧ ଉପରେ କେଉଁ ରାଜାଙ୍କ ଆକ୍ରମଣ ଖାରବେଳଙ୍କ ଶକ୍ତି ଦ୍ୱାରା ବନ୍ଦ ହୋଇଥିଲା? ରାଇଟ୍ ଆନ୍ସର ଇଜ ଅପସନ ନମ୍ବର ସି,
Question number 19. Kharavala is created which bringing back the image of his deity taken away by Nanda King. ଖାରବେଳ କେଉଁ ଦେବତାଙ୍କ ମୂର୍ତ୍ତିକୁ ନନ୍ଦମାନଙ୍କ ଠାରୁ ଫେରାଇ ଆଣିଥିଲେ? ରାଇଟ୍ ଆନ୍ସର ଇଜ୍ କ୍ୱେଶ୍ଚନ ନମ୍ବର 19 ର ଅପସନ୍ ନମ୍ବର ଏ ଜିନାଙ୍କୁ। କ୍ୱେଶ୍ଚନ ନମ୍ବର 20. ଇନ୍ ହୁଇଚ୍ ଇୟର୍ ଡିଡ୍ ଖାରବେଳ ଇନଭେଡ୍ ମଗଧ? କେତେତମ ବର୍ଷରେ ଖାରବେଳ ମଗଧ ଆକ୍ରମଣ କରିଥିଲେ? ରାଇଟ୍ ଆନ୍ସର ଇଜ୍ ଅପସନ୍ ନମ୍ବର ଡି 12th ଇୟର୍ରେ। କ୍ୱେଶ୍ଚନ ନମ୍ବର 21. ହ୍ୱାଟ୍ ଲାଙ୍ଗୁଏଜ୍ ଇଜ୍ ଦ ହାତୀଗୁମ୍ଫା ଇନସ୍କ୍ରିପସନ୍ ପ୍ରାଇମରଲି ରିଟିନ୍ ଇନ୍? ହାତୀଗୁମ୍ଫା ଶିଳାଲେଖ ପ୍ରଧାନତଃ କେଉଁ ଭାଷାରେ ଲେଖା ହୋଇଛି? ରାଇଟ୍ ଆନ୍ସର ଇଜ୍ ଅପସନ୍ ନମ୍ବର ଏ ପ୍ରାକୃତି ଭାଷାରେ। କ୍ୱେଶ୍ଚନ ନମ୍ବର 22. ଦ ହାତୀଗୁମ୍ଫା ରେକର୍ଡ ହାଇଲାଇଟ୍ ଆଚିଭମେଣ୍ଟ କଭରିଂ ହାଉ ମେନି ଇୟର୍ ଅଫ୍ ଖାରବେଳ ରୁଲ୍? ହାତୀଗୁମ୍ଫା ରେକର୍ଡରେ ଖାରବେଳଙ୍କ ଶାସନରେ କେତେ ବର୍ଷର କାର୍ଯ୍ୟକଳାପ ଲେଖାଯାଇଥିଲା? ରାଇଟ୍ ଆନ୍ସର ଇଜ୍ ଅପସନ୍ ନମ୍ବର ଏ 13 ବର୍ଷର। Question number 23. Which religious tradition did ଖାରବେଳ particular patronage according to the inscription? ଶିଳାଲେଖ ଅନୁସାରେ ଖାରବେଳ କେଉଁ ଧର୍ମକୁ ବିଶେଷ କରି ସମର୍ଥ ଦେଇଥିଲେ? ରାଇଟ୍ ଆନ୍ସର ଇଜ୍ ଅପସନ୍ ନମ୍ବର ଏ ଜୈନଜିମ୍। Question number 24. ହାତୀଗୁମ୍ଫା ଇନସ୍କ୍ରିପସନ୍ ରେକର୍ଡ ଖାରବେଳ ୱାର୍କ ଅନ୍ ହିଜ୍ କାଇଣ୍ଡ ଅଫ୍ ପବ୍ଲିକ୍ ୟୁଟିଲିଟି? ହାତୀଗୁମ୍ଫା ଶିଳାଲେଖରେ ଖାରବେଳ କୌଣସି ସାର୍ବଜନୀନ ସୁବିଧା ଉପରେ କାର୍ଯ୍ୟ ଲେଖାଯାଇଛି? ରାଇଟ୍ ଆନ୍ସର ଇଜ୍ ଅପସନ୍ ନମ୍ବର ଏ canals and tanks ର। Question number 25. What does the name ହାତୀଗୁମ୍ଫା literally mean? ହାତୀଗୁମ୍ଫା ନାମର ଶବ୍ଦାର୍ଥ କ'ଣ? ରାଇଟ୍ ଆନ୍ସର ଇଜ୍ ଅପସନ୍ ନମ୍ବର ଏ elephant cave। Question number 26. Where is the ହାତୀଗୁମ୍ଫା inscription carved? ହାତୀଗୁମ୍ଫା ଶିଳାଲେଖ କେଉଁଠାରେ ଦେଖାଯାଇଥିଲା? ରାଇଟ୍ ଆନ୍ସର ଇଜ୍ ଅପସନ୍ ନମ୍ବର ଏ ଉଦୟଗିରି ରକ୍ସ ନିୟର ବାଇ ଭୁବନେଶ୍ୱର। Question number 27. The inscription records Kharavela sending of a religious image to his city that was one important cultural center. ଶିଳାଲେଖରେ ଖାରବେଳ କେଉଁ ପବିତ୍ର ମୂର୍ତ୍ତିଙ୍କୁ ପଠାଇଥିଲେ ସେହି ସହରକୁ? ସେ ସହରଟିର ନାମ କ'ଣ? ରାଇଟ୍ ଆନ୍ସର ଇଜ୍ କ୍ୱେଶ୍ଚନ ନମ୍ବର 27 ର ଅପସନ୍ ନମ୍ବର ଏ ମଥୁରାକୁ। Question number 28. Which kind of festival or public entertainment does ହାତୀଗୁମ୍ଫା mention ଖାରବେଳ organize? ହାତୀଗୁମ୍ଫାରେ ଖାରବେଳ କେଉଁ ପ୍ରକାରର ଉତ୍ସବ ଓ ସାଧାରଣ ମନୋରଞ୍ଜନ ପ୍ରସଙ୍ଗ ଲେଖିଛନ୍ତି? ରାଇଟ୍ ଆନ୍ସର ଇଜ୍ ଅପସନ୍ ନମ୍ବର ଏ ଡାନ୍ସ ଆଣ୍ଡ ମ୍ୟୁଜିକାଲ ଫେଷ୍ଟିଭାଲ ଉପରେ। Question number 29. ହାତୀଗୁମ୍ଫା describe ଖାରବେଳ measures from which of the following economic activity? ହାତୀଗୁମ୍ଫା ଖାରବେଳଙ୍କର କୌଣସି ଆର୍ଥିକ କାର୍ଯ୍ୟକଳାପଙ୍କ ପାଇଁ ପ୍ରତି କାର୍ଯ୍ୟକଳାପ ବର୍ଣ୍ଣନା କରେ? ରାଇଟ୍ ଆନ୍ସର ଇଜ୍ ଅପସନ୍ ନମ୍ବର ଏ ଏଗ୍ରିକଲଚର ଇମ୍ପ୍ରୁଭମେଣ୍ଟ। Question number 30. Scholars commonly place ଖାରବେଳ region in which broad time frame? ଶୋଧକମାନେ ସାଧାରଣ ଖାରବେଳଙ୍କ ଶାସନକୁ କେଉଁ ସମୟରେ ରଖିଛନ୍ତି? ରାଇଟ୍ ଆନ୍ସର ଇଜ୍ ଅପସନ୍ ନମ୍ବର ଏ ଫାର୍ଷ୍ଟ ସେଞ୍ଚୁରୀରେ ରଖିଛନ୍ତି। Question number 31. Which ମଗଧ city does the inscription indicate ଖାରବେଳ invaded? ଶିଳାଲେଖ ଅନୁସାରେ ଖାରବେଳ କେଉଁ ମଗଧ ସହରକୁ ଆକ୍ରମଣ କରିଥିଲେ? ରାଇଟ୍ ଆନ୍ସର ଇଜ୍ ଅପସନ୍ ନମ୍ବର ଏ ପାଟଳିପୁତ୍ର। Question number 32. ହାତୀଗୁମ୍ଫା mention ଖାରବେଳ expansion to the south. Which southern power is often named as a rebuild that region? ହାତୀଗୁମ୍ଫା ଶିଳାଲେଖରେ ଖାରବେଳ ଦକ୍ଷିଣ ଅଭିଯାନରେ ଉଲ୍ଲେଖ କରିଛନ୍ତି ଯେ କେଉଁ ଦକ୍ଷିଣ ଦଳକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦର୍ଶାଯାଇଥିଲା? ରାଇଟ୍ ଆନ୍ସର ଇଜ୍ ଅପସନ୍ ନମ୍ବର ଏ ସାତବାହନମାନଙ୍କୁ। Question number 33. Which ତୀର୍ଥାଙ୍କର image is associated with ଖାରବେଳ? Restoration as per inscriptional reference. ଶିଳାଲେଖ ଅନୁଯାୟୀ ଖାରବେଳଙ୍କ ପୁନରୁଦ୍ଧାର ସହ କେଉଁ ତୀର୍ଥଙ୍କ ଛବି ରହିଛି? ରାଇଟ୍ ଆନ୍ସର ଇଜ୍ ଅପସନ୍ ନମ୍ବର ଏ ଋଷଭନାଥଙ୍କର। Question number 34. Which one this is not kind of activity recorded in the ହାତୀଗୁମ୍ଫା text? ହାତୀଗୁମ୍ଫା ଲେଖାରେ ନିମ୍ନଲିଖିତ ମଧ୍ୟରୁ କୌଣସି କେଉଁ କାର୍ଯ୍ୟଟି ଲେଖାଯାଇ ନାହିଁ? ରାଇଟ୍ ଆନ୍ସର ଇଜ୍ ଅପସନ୍ ନମ୍ବର ସି। Question number 35. ହାତୀଗୁମ୍ଫା is crucial source for studying which regional history? ହାତୀଗୁମ୍ଫା କେଉଁ ଅଞ୍ଚଳୀୟ ଇତିହାସ ଅଧ୍ୟୟନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ? ରାଇଟ୍ ଆନ୍ସର ଇଜ୍ ଅପସନ୍ ନମ୍ବର ଏ କଳିଙ୍ଗ। Question number 36.
Which kind of architecture event is ହାତୀଗୁମ୍ଫା itself events of? ହାତୀଗୁମ୍ଫା ନିଜେ କି ପ୍ରକାର ଶିଳ୍ପ କାର୍ଯ୍ୟର ପ୍ରମାଣ? Right answer is option number A, rock cut inscription and cave work ପାଇଁ। Question number 37. Which activity of Kharavela in ହାତୀଗୁମ୍ଫା shows its interest in improving irrigation? ହାତୀଗୁମ୍ଫାରେ ଖାରବେଳଙ୍କ କେଉଁ କାର୍ଯ୍ୟ ସିଞ୍ଚାଇ ପ୍ରତି ତାଙ୍କର ରୁଚି ପ୍ରଦର୍ଶନ କରେ? Right answer is option number A. Question number 38. ହାତୀଗୁମ୍ଫା provide evidence for which of the following about ଖାରବେଳ foreign contact? ହାତୀଗୁମ୍ଫାରେ ଖାରବେଳଙ୍କର ବିଦେଶୀ ସମ୍ପର୍କ ବିଷୟରେ କଣ ପ୍ରମାଣ ଦେଇଥାଏ? Right answer is option number A. He had a diplomatic and trade links beyond Kalinga. Question number 39. Which of the following best describe the literacy character of ହାତୀଗୁମ୍ଫା? ହାତୀଗୁମ୍ଫାରେ ସାହିତ୍ୟିକ ଗୁଣକୁ କେଉଁଟି ପ୍ରସ୍ତାବ ଭଲ ଭାବେ ବର୍ଣ୍ଣନା କରିଥାଏ? Right answer is option number A. Question number 40. Why is ହାତୀଗୁମ୍ଫା considered important for history of Jainism? ଜୈନ ଇତିହାସ ପାଇଁ ହାତୀଗୁମ୍ଫା କାହିଁକି ଗୁରୁତ୍ୱପୂର୍ଣ୍ଣ? Right answer is option number A. Question number 41. Which specific feature of the ହାତୀଗୁମ୍ଫା test help the historian date event of ଖାରବେଳ region? ହାତୀଗୁମ୍ଫା ଗ୍ରନ୍ଥର କେଉଁ ବିଶେଷତା ଇତିହାସବିତମାନଙ୍କୁ ଖାରବେଳଙ୍କ ଘଟଣାଗୁଡ଼ିକ ତାରିଖ ଭାବେ ଗ୍ରହଣ କରାଯାଇବା ସାହାଯ୍ୟ କରିଛି? Right answer is option number A. Question number 42. ହାତୀଗୁମ୍ଫା mention restoration of which important city asset that signals urban planning? ହାତୀଗୁମ୍ଫାରେ କେଉଁ ମହତ୍ତ୍ୱପୂର୍ଣ୍ଣ ସହରୀୟ ସମ୍ପଦ ପୁନର୍ସ୍ଥାପନ ଉଲ୍ଲେଖ କରେ ଯେ ଯାହା ସହର ଯୋଜନାକୁ ସୂଚାଇଥାଏ? Right answer is option number A, fortification and gateways. Question number 43. Which of these historical inference is commonly drawn from the ହାତୀଗୁମ୍ଫା about regional politics? ହାତୀଗୁମ୍ଫାରୁ କେଉଁ ଐତିହାସିକ ନିଷ୍କର୍ଷ ସାଧାରଣତଃ ଉପସ୍ଥାପିତ ହୋଇଥାଏ? Right answer is option number A. Question number 44. ହାତୀଗୁମ୍ଫା's reference to gift and endowment primarily indicate which royal policy? ହାତୀଗୁମ୍ଫାର ଉପହାର ଓ ଦାନ ସନ୍ଦର୍ଭ ପ୍ରଧାନତଃ କେଉଁ ରାଜଶାସନୀୟ ନୀତିକୁ ସୂଚାଇଥାଏ? Right answer is option number A. Question number 45. Which feature of ହାତୀଗୁମ୍ଫା help us understand culture exchange between କଳିଙ୍ଗ and other regions? ହାତୀଗୁମ୍ଫା କେଉଁ ବିଶେଷତ୍ୱ ଆମକୁ କଳିଙ୍ଗ ଓ ଅନ୍ୟ ଅଞ୍ଚଳମାନଙ୍କ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନ ବିଷୟରେ ବୁଝାଇଥାଏ? Right answer is option number A. Question number 46. ହାତୀଗୁମ୍ଫା mention repairing gate and fortification most directly point to which concern? ହାତୀଗୁମ୍ଫାରେ ଦ୍ୱାରା ଦ୍ୱାର ଓ କୋଟ ମରାମତିରେ ଉଲ୍ଲେଖ ସର୍ବୋଚ୍ଚ ଭାବରେ କେଉଁ ଚିନ୍ତାକୁ ସୂଚାଇଥାଏ? Right answer is option number A, defense and security को। Question number 48. Which archaeologically practice help verify the event described in ହାତୀଗୁମ୍ଫା? ହାତୀଗୁମ୍ଫାରେ ଲେଖା ଓ ଘଟଣା ଗୁଡ଼ିକ ପ୍ରମାଣିତ କରିବାର କେଉଁ ଖଣିଜ ପ୍ରକ୍ରିୟା ସାହାଯ୍ୟ କରେ? Right answer is option number A. Question number 49. According to ହାତୀଗୁମ୍ଫା, Kharavela took special interest in which group within society? ହାତୀଗୁମ୍ଫା ଅନୁସାରେ ଖାରବେଳ ସମାଜର କେଉଁ ଦଳ ପ୍ରତି ବିଶେଷ ଆଗ୍ରହ ପ୍ରଦର୍ଶନ କରିଥିଲେ? Right answer is option number A, Jain monks and mendicants. Question number 50. Which phrase best capture the overall historical value of ହାତୀଗୁମ୍ଫା? ହାତୀଗୁମ୍ଫାର ମୋଟ ଇତିହାସକ ମୂଲ୍ୟରୁ କେଉଁ ଶବ୍ଦ ପରେ ଧରା ଯାଇପାରେ? Right answer is option number A,